মোটামুটি কোন ଆମର ଗତ 12/9/2024 ତାରିଖରେ ନବକିଶୋର ନାୟକ ଲୁଇସିଂହାର ସେ ଯାହାଙ୍କର ଗୋଟେ ଟେଣ୍ଟ ଦୋକାନ ଅଛି ସେ ଗୋଟେ ଆସିକି ଆମର ଦେଇଥିଲେ ସାଇବର ଥାନାରେ ଗୋଟେ କମ୍ପ୍ଲେନ୍ ଦେଇଥିଲେ କି ତାଙ୍କର ପାଖରେ ଗୋଟେ ଜସକେତନ ମହାନନ୍ଦ ବୋଲି ତାଙ୍କ ପାଖରେ ଗୋଟେ ପିଲାଟେ କାମ କରେ ତାଙ୍କର କିଛି ଲୋନ୍ ଦରକାର ଥିଲା ବିଜନେସ୍ ଏକ୍ସଟେନସନ୍ କରିବା ପାଇଁ। ତ ସେ ଜସକେତନକୁ କହିଥିଲେ ଆମେ ଲୋନ୍ଟେ କରିବା ବୋଲି। ତ ଜସକେତନର ସଂସ୍ପର୍ଶରେ ଆସିଥିଲା ସଜ୍ଜନ ଭୁଏ ବରଗଡ଼ର। ସଜ୍ଜନ ଭୁଏ ବରଗଡ଼ ତାଙ୍କୁ ଆସୁରାନ୍ସ ଦେଇଥିଲେ କି ମୁଁ ଲୋ ରେଟ୍ ଅଫ୍ ଇଣ୍ଟରେଷ୍ଟରେ ବିଗ୍ ଆମାଉଣ୍ଟର ଲୋନ୍ କରାଇଦେବି। ଏମିତି କହିକିରି ତାଙ୍କଠାରୁ ବ୍ୟାଙ୍କ କ୍ରେଡେନ୍ସିଆଲ୍ ସବୁ ସେ ନେଇଯାଇଥିଲା। ଏବେ ତାଙ୍କର ତାଙ୍କ ନାଁରେ ଗୋଟେ ବ୍ୟାଙ୍କ ଆକାଉଣ୍ଟ ଖୋଲିଥିଲା। ବ୍ୟାଙ୍କ ଆକାଉଣ୍ଟ ଖୋଲିକିରି ଚେକ୍ ବୁକ୍ ଆଉ ତାଙ୍କର ଯେତିକି ATM କାର୍ଡ଼ ପାସବୁକ୍ ସବୁ ସେ ତାଙ୍କର ନେଇଥିଲା। ଏସବୁ ନେଇକରି ସେ ସଜ୍ଜନ ଭୁଏ କ'ଣ କରିଥିଲା ସେ ନେଇକରି ପ୍ରଜ୍ଞା ପ୍ରସନ୍ନ ଜେନା ଯାଜପୁର ଆଉ ତାପରେ ଅଜୟ ରଞ୍ଜନ ଦାସ ଭୁବନେଶ୍ୱର ଏଇ ଦୁଇ ଜଣଙ୍କୁ ସେ ଏଇସବୁ ଜିନିଷ ଦେଇଥିଲା ତାଙ୍କ ନାଁରେ ଲୋନ୍ଟେ କରିଦେବା ପାଇଁ ଗୋଟେ ବଡ଼ ଲୋନ୍ଟେ କରିବା ଆସୁରାନ୍ସ ଦେଇକରି ତାଙ୍କର ବ୍ୟାଙ୍କ କ୍ରେଡେନ୍ସିଆଲ୍ ସବୁ ନେଇକି ଯାଇଥିଲା। ତ ସବସିକ୍ୱେଣ୍ଟଲି ଇଏ ତାପରେ ଆଉ ଫଲୋଅପ୍ କିଛି ଦିନ ପରେ ଜାଣିବାକୁ ପାଇଲେ କି ସେ ଯେଉଁ ଆକାଉଣ୍ଟଟା ତାଙ୍କ ନାଁରେ ଖୋଲା ହେଇଥିଲା ସେ ଆକାଉଣ୍ଟରେ 1 crore and above ଟ୍ରାଞ୍ଜାକ୍ସନ୍ ହେଇଯାଇଛି ୱିଦାଉଟ୍ ହିଜ୍ ନଲେଜ୍। ତ ସେ ସାଙ୍ଗେ ସାଙ୍ଗେ ସେ ଉପରେ ଆସିକି ଆମର ସାଇବର ଥାନାରେ ଗୋଟେ ରିପୋର୍ଟ ଦେଇଥିଲା। ସେ ରିପୋର୍ଟ ଆଧାରରେ ଆମର ଗୋଟେ କେସ୍ ହେଇଥିଲା। ସାଇବର ଥାନା କେସ୍ ନମ୍ବର ଏଇଟା ହେଉଛି 34/2024। ଆଉ ଏଥିରେ ଆମର ସାଇବର ଟିମ୍ ତଦନ୍ତ କରିଥିଲେ। ତଦନ୍ତ କଲା ପରେ ଆମେ 3 ଜଣ ଆଜି ତାଙ୍କୁ ଧରା ହେଇଛି। ଆଉ ଯାହା ଜଣାପଡ଼ୁଛି କି ଏମାନେ ଏଇ ଯେଉଁ ତାଙ୍କ ନାଁରେ ଯେଉଁ ଆକାଉଣ୍ଟଟା ଖୋଲିଥିଲେ ଏଥିରେ ବିଭିନ୍ନ ଲୋକଙ୍କୁ ଯେଉଁ ଚିଟିଂ କରୁଛନ୍ତି ସେ ଚିଟିଂ କରି ୟାଙ୍କ ଆକାଉଣ୍ଟରେ ଯେଉଁ ପଇସାଟା ଟ୍ରାଞ୍ଜାକ୍ସନ୍ କରୁଥିଲେ।